କାହିଁକି ମଲା? ରାବଣର ସବୁ ଗୁଡାକ ଭଲ ଗୁଣ ଥିଲା। ସବୁ ଯଦି ଭଲ ଗୁଣ ଥିଲା ତାହେଲେ ତାକୁ ପ୍ରଭୁ ମାଇଲେ କେମିତି? କାହିଁକି ମାଇଲେ? ରାବଣ ସୀତାଙ୍କୁ ହରଣ କରିନି। ଆଉ ସତ୍ୟ ସତ୍ୟ ରାବଣ ସୀତାଙ୍କୁ ହରଣ କରିନି ନା। କାରଣ ଯଦି ଆଲୋଚନା କରିବା କଥା କେତେ ଆଡକୁ ଚାଲିଯିବ ନାଇଁ? ଆମ ବିଷୟବସ୍ତୁ ଏଠି ରହିଯିବ ସେଇ ରାମାୟଣ ଆଲୋଚନା। ତେବେ ସେଦିନ ମା ସୀତାଙ୍କର ଅଷ୍ଟମଙ୍ଗୁଳି ଥାଏ। ମା ମାନେ ଅଷ୍ଟମଙ୍ଗୁଳି ଦିନ ନବବଧୂଟି ଇଏ ନାପିତୁଣି ଆସେ, ନଖ କାଟିଦିଏ। ନଖ କାଟିଦେଲେ ନବବଧୂ ପ୍ରଥମ କରି ରୋଷେଇ କରେ। ସେ ରୋଷେଇ କି ସମସ୍ତେ ଖାଆନ୍ତି। କେଡ଼େ ଜୋରେ ପାଟି କରୁଛନ୍ତି। ତେବେ ଯେତେବେଳେ ବଶିଷ୍ଠ କହିଲେ ମା ତୁ ଆଜି ରୋଷେଇ କରିବୁ। କେମିତି ନା ଗୋଟାଏ କାମ କରିବୁ ମା। କଣ କହୁନ? ତୁ ରାଜା ଘର ଛୁଆ, ହୁଏତ ଭଲ ମନ୍ଦ ରୋଷେଇ କରି ଶିଖିନଥିବୁ। ଗୋଟାଏ କାମ କର, ଖାଲି ଟିକେ କ୍ଷୀରି କରିଦେ। ଯୋଉ କ୍ଷୀରିଟାକୁ ସମସ୍ତେ ଖାଇବେ। କ୍ଷୀରି ଟିକେ କରିବି? କହିଲା ବାପା କ୍ଷୀରି କରିବି ସତ୍ୟ, କିନ୍ତୁ ପ୍ରଥମରେ ନୈଷ୍ଠିକ ବ୍ରାହ୍ମଣ ଯେ ଖାଇବା। କ୍ଷୀରି କିନ୍ତୁ ଗୋଟାଏ ସର୍ତ୍ତରେ ମୋ କ୍ଷୀରି ପ୍ରଥମତଃ ଜଣେ ନୈଷ୍ଠିକ ବ୍ରାହ୍ମଣ ଖାଇବ। ଯୋଉ ବ୍ରାହ୍ମଣ ତା ଜୀବନରେ କାହାଠାରୁ ଦାନ ଆଣି ନଥିବ, ଯୋଉ ବ୍ରାହ୍ମଣ ଜୀବନରେ କେବେ ଯଜନ ଯାଜନ କରିନଥିବ, ସେଇଭଳିଆ ନୈଷ୍ଠିକ ବ୍ରାହ୍ମଣ ହେଲେ ଯାଇକି ହବ। କିଏ ନୈଷ୍ଠିକ ବ୍ରାହ୍ମଣ? ଆଜ୍ଞା ନୈଷ୍ଠିକ ବ୍ରାହ୍ମଣ ଆପଣ ପା କହିଲେ ନୈଷ୍ଠିକ ବ୍ରାହ୍ମଣ। ତେବେ ଇଏ ନୈଷ୍ଠିକ ବ୍ରାହ୍ମଣ କିଏ? ନା ନୈଷ୍ଠିକ ବ୍ରାହ୍ମଣ ହଉଛି କେବଳ ରାବଣ। କେବଳ ରାବଣ କହିଦେଲେ କିଏ? ଦେବର୍ଷି ନାରଦ। ଦେବର୍ଷି ନାରଦ କହିଲେ କେବଳ ଜଣେ ବ୍ରାହ୍ମଣ ଅଛନ୍ତି ସେଭଳି ବ୍ରାହ୍ମଣ ଯିଏ କି ହଉଛନ୍ତି ନୈଷ୍ଠିକ ବ୍ରାହ୍ମଣ। କାହାଠାରୁ ଦାନ ନେଇନାହାନ୍ତି, କାହାର ପୂଜା କାର୍ଯ୍ୟରେ ବସିନାହାନ୍ତି। ସେ ରାବଣ। ତେଣୁ ରାବଣକୁ ଡକା ଯାଇଛି। ରାବଣ ଆସିଲା। ରାବଣ ଗୋଟାଏ ସର୍ତ୍ତ ରଖିଲା। ଚିନ୍ତା କଲା, ମୁଁ ଶୁଣିଛି ଦଶରଥଙ୍କ ଘରେ ଜନକଙ୍କ ଝିଅ ବଧୂ ସାଜିଛି, ବୋହୂ ହେଇଛି। ସେ ହଉଛି ମା ଲକ୍ଷ୍ମୀ। ଯୋଉ ମା ଲକ୍ଷ୍ମୀ କି ଜୟ ବିଜୟ ଥିଲା ବେଳେ ଆମେ ଅପମାନିତା କରିଥିଲୁ। ସେଇ ମା ଲକ୍ଷ୍ମୀ ଯଦି ବାସ୍ତବରେ ଇଏ ସୀତା ସେଇ ମା ଲକ୍ଷ୍ମୀ ହେଇଥିବେ ତାହେଲେ ତାଙ୍କ ହାତରେ ମୁଁ ଖାଇବି। ପରୀକ୍ଷା କରିବି। ରାବଣ କହିଲା ମା ତମେ ରୋଷେଇ କରିବ ନା? ଠିକ ଅଛି, କିନ୍ତୁ ମୋ ସର୍ତ୍ତ ଅନୁସାରେ ରୋଷେଇ କଲେ ମୁଁ ଖାଇବି, ନଇଲେ ନାହିଁ। ଆପଣଙ୍କର ସର୍ତ୍ତ? ଆପଣଙ୍କର କଣ ସର୍ତ୍ତ? ମୁଁ ତୁମକୁ ଆଞ୍ଜୁଳେ ଧାନ ଦେବି। ସେ ଧାନକୁ ତୁମେ ବୁଣିବ। ସେ ଧାନ ଗଛ ହବ। ଧାନ ଫଳିବ, ତାକୁ କୁଟିବ, ଚାଉଳ କରିବ। ସେଇ ଚାଉଳରେ କ୍ଷୀରି ହବ, ମୁଁ ଖାଇବି। ଇଏ ପୁଣି ସଙ୍ଗେ ଅସମ୍ଭବ କଥାଟା ସମ୍ଭବ କେମିତି ହବ? ଆପଣ ମାନେ ଧାନ ବୁଣିଲେ 4-6 ଦିନ ନ ଗଲେ ଧାନରେ ଗଜା ଆସୁନି। ନାଇଁ 3 ମାସ 4 ମାସ 6 ମାସ ନହେଲେ ଏ ଧାନ ପାଚୁନି। କିନ୍ତୁ ରାବଣ କହିଲା ବୁଣିବ, ସାଙ୍ଗେ ସାଙ୍ଗେ ଗଛ ହବ, ସାଙ୍ଗେ ସାଙ୍ଗେ ଫଳିବ, ସାଙ୍ଗେ ସାଙ୍ଗେ ଚାଉଳ ହବ, କାଟିବ, ମଳିବ। ମା ସୀତା କହିଲେ ହଁ ମୁଁ କରିବି। ରାବଣ ଦେଲେ ଧାନ। ମା ସୀତା ବୁଣିଲେ, ସାଙ୍ଗେ ସାଙ୍ଗେ ଧାନ ଫଳିଲା। ଧାନକୁ କାଟିଲେ, କୁଟିଲେ, ଚାଉଳ କଲେ, କ୍ଷୀରି କଲେ। ରାବଣ କ୍ଷୀରି ଖାଇଲା। ରାବଣ କ୍ଷୀରି ଖାଇବା ପରେ ବ୍ରାହ୍ମଣ ଦକ୍ଷିଣା ନବ। କ୍ଷତ୍ରିୟ ଘରେ ଭୋଜନ କରିଛି, ଦକ୍ଷିଣା ନବ ନା? ଦକ୍ଷିଣା ନବ। ଯିଏ ଭୋଜନ ଦେଇଛି ସେଇ ଦକ୍ଷିଣା ନବ। ଆଉ କେହି ଦକ୍ଷିଣା ଦେଇପାରିବେ?
ତେବେ ହଁ। ଭୋଜନ ଦେଇଛି କିଏ? ମା ସୀତା ଭୋଜନ ଦେଇଛନ୍ତି। ହଁ ହଁ ମା ସୀତା ଭୋଜନ ଦେଇଛନ୍ତି ମାନେ ବାସ୍ ମା ସୀତା ହିଁ ଦକ୍ଷିଣା ଦେବେ। ଦେବେ ତେଣୁ ମା ସୀତାଙ୍କ ରାବଣ କହିଲା ମା ମା ମୁଁ ଆଜି ଦକ୍ଷିଣା ନେବି। ଦକ୍ଷିଣା ନବ ନା ମାଗ କଣ ଦକ୍ଷିଣା ମାଗିବ? ମାଗୁଛ ମାଗ ନା ତମେ ସତ୍ୟ କର ହଁ ମୁଁ ଯାହା ମାଗିବି ତମେ ଦବ। ଦବ ରାବଣ କହିଲେ ସୀତା ରାବଣ ମା ସୀତାଙ୍କୁ ଯେତେବେଳେ କହିଦେଲେ ମା ସୀତା ସତ୍ୟ କରିଦେଲେ। ହଁ ହଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରିଦବା ପରେ ପରେ ରାବଣ କହିଲା ମା ମା ଆଜିଠାରୁ ତମେ ହଉଛ ମୋ ଝିଅ। ଝିଅ ଆଜିଠାରୁ ତମେ ମୋ ଝିଅ। ଓହୋ ମୋ ଘର ତୁ ଦିନେ କେବେ ଏହେ ବୁଲିଣ ଆସିବ ଏବେ ବୁଲିଆ ଯିବା ଏବେ ଯାଇ ମୋ ଦକ୍ଷିଣା ପ୍ରାପ୍ତ କରିବ ଏବେ ଚାପଲା ରାବଣ କହିଲା ମା ମୋର ଦକ୍ଷିଣା ଦକ୍ଷିଣା ମୋ ଘରକୁ ତମେ ଟିକେ ବୁଲିବାକୁ ଯିବ। ଯିବ କଣ କହିଲ ତୁମେ ତ ବାପା ମୁଁ ତ ଝିଅ ହଁ ଆଉ ତୁମେ ବୁଲିବା କଥା କହୁଛ ମତେ ଯିବା ପାଇଁ ହଁ ମୁଁ ଯିବି ରେ ତୁମେ ଯଦି ବାପା ହୋଇ କହିଦେଲ ଆସିକି ମତେ ଡାକିକି ନବ ବାପା ହେଇକି ଖାଲି ନୁହଁ ଗାଡି ଧରିକି ଆସିବ। ଆଜିକାଲି ଗାଡି ଧରିକି ଆସୁଛନ୍ତି ବାପ ଘର କେସି କାର ମ? ନବା ପାଇଁ। ସେତେବେଳେ ସବାରି ସେତେବେଳେ ସବାରି ପାଲିଙ୍କି ସବାରି ପାଲିଙ୍କି ହଁ ଝିଅ କହିଲା ବାପା ସବାରି ପାଲିଙ୍କି ଆଣିକି ଆସିଲେ ଯିବି ନଇଲେ ନାହିଁ। ଘରକୁ ଝିଅ ଯିବ ଆଉ ଏମିତି ସେମିତି ଯିବ ତେବେ ରାବଣ ଆସିଲା ହଁ ପୁଷ୍ପକ ବିମାନ ଧରିକି। ଶଶନ ମାରେ ଶଶନ ମାନେ ମା ସୀତାଙ୍କୁ ନେଇକିରି ଚାଲି ଯାଇଥିଲା। ଚାଲିଗଲା ଦୋଷ କଣ ରହିଲା ହାଁ? ଦୋଷ କଣ ତେଣୁ ରାବଣର ଦୋଷ ନାହିଁ ନାଇଁ ନାଇଁ ହଁ ହଁ ଏ କଥା କଟିଲା ତାଙ୍କ କଥା ଏ ସବୁ ଚାଲିଛି ଚାଲିଛି ହଁ ହଁ ତେବେ ଶୁଣୁଛ ନା ଶୁଣୁନ କୁଳଗୁରୁ ବଶିଷ୍ଠଙ୍କ ନିକଟରେ ବାସ୍ ରାମଚନ୍ଦ୍ର ଯେତେବେଳେ କହୁଛନ୍ତି ପ୍ରଭୁ ମୋର ଦୋଷ କୋଉଠି ରହିଲା? ଦୋଷ କୋଉଠି ରହିଲା ରାବଣ ସେ ଗୋଟେ ରାକ୍ଷସ ରାକ୍ଷସ ତାକୁ ମୁଁ ମାରିଦେଲି ହଁ ଦୋଷ କୋଉଠି ରହିଲା? କୋଉଠି ରହିଲା କହିଲେ ଦୋଷ ହଁ ଯଦି ସେ ଗୋଟାଏ ରାକ୍ଷସ ରାବଣ ହଁ ମନେ ପକାଅ ହଁ ସେଦିନ 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 ରାବଣ ଆସିଥିଲା ତୁମର ସେତୁବନ୍ଧ ପ୍ରତିଷ୍ଠା କରିବା ପ୍ରତିଷ୍ଠା କରିବା ପାଇଁ ସେତୁବନ୍ଧ ପ୍ରତିଷ୍ଠା କରି ସାରିବା ପରେ ପରେ ରାବଣ ମାଗିଥିଲା ତୁମକୁ ଦକ୍ଷିଣା। ଦକ୍ଷିଣା ଦକ୍ଷିଣା ଠିକ କଥା ତୁମେ ଚାଚିଥିଲ ଦକ୍ଷିଣା ଦବା ପାଇଁ ହଁ ହଁ ଆଉ ରାବଣ ଦେଖେଇଥିଲା ଦୁଇଟା ଆଙ୍ଗୁଳି କହିଲା ପ୍ରଭୁ ପ୍ରଭୁ ମୁଁ ମାଗିବି ମାତ୍ର 20 ଅକ୍ଷର ଯୋଡ଼ିଏ ଅକ୍ଷର 20 ଅକ୍ଷର ବ୍ୟତୀତ ହଁ 3ଟା ଅକ୍ଷର କିଛି ମାଗିବିନି। ନା 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 ତେବେ ଏ 20 ଅକ୍ଷର କଣ? କଣ ରାବଣ ମାଗିଲା ହଁ ହଁ ନାଇଁ ହଁ ହଁ କଣ ମାଗିଲା? କଣ ମାଗିଲା ନିରଞ୍ଜନ କର ହଁ ସେତୁବନ୍ଧ ପ୍ରତିଷ୍ଠାରେ ସୁନ୍ଦର ଭାବରେ ଗୋଟାଏ ପଦ ଲେଖିଦେଇଛି। ଆଚ୍ଛା 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 ବିଂଶନୟନରୁ ନିର ଧାର ଧାର କହି ରାବଣ ମାଗିଲା ସେଦିନ ଦକ୍ଷିଣା କଲା ହେ ପ୍ରଭୁ ପ୍ରଭୁ ଏତିକି ଦକ୍ଷିଣା ମାତ୍ର ମାଗୁଛି ପ୍ରଭୁ କଣ କଣ ନା ତବ ମୁଖ ଚାହିଁ ଯାଉ ଏ ମୋର ଜୀବନ ଜୀବନ ତୁମ ମୁଖ ମଣ୍ଡଳକୁ ଚାହିଁ ଆହା ମୋ ଜୀବନଟା ଚାଲିଯାଉ। ଚାଲି ଯାଉ ରାବଣ ତୁମକୁ ମାଗିଥିଲା 2ଟା ଅକ୍ଷର ମୁକ୍ତି ଏହେ ମୁକ୍ତି ମୁକ୍ତି 20 ଅକ୍ଷର ମାଗିଥିଲା ହଁ ହଁ କିନ୍ତୁ ମାଗି ନଥିଲା ମୃତ୍ୟୁ। ମୃତ୍ୟୁ ମୃତ୍ୟୁ ସେ ମାଗିଥିଲା ମୁକ୍ତି ତମେ ତମେ? ତାକୁ ଦେଲ ମୃତ୍ୟୁ। ମୃତ୍ୟୁ ତେଣୁ ପ୍ରଥମ ଦୋଷ ହଁ ତୁମର ତୁମର
ତୁମେ ରାବଣକୁ ମାରିଛ। ମାରିଛ। ଆଉ ଦ୍ୱିତୀୟ ବର୍ଷ ଦ୍ୱିତୀୟ ନିଜ ସ୍ତ୍ରୀକୁ ତୁମେ ନିର୍ବାସନ ଦେଇଛ। ଯୋଉ ସ୍ତ୍ରୀ କୂଳକୁ ଉଦ୍ଧାର କରିଥାଏ, ସ୍ତ୍ରୀ ଗୃହ ଲକ୍ଷ୍ମୀ ପୁଣି করে কুল ধার, করে কুল ধার, পিতৃ করন্তি স্ত্রী রাখি পিণ্ডাহার। जो स्त्री कूलକୁ उद्धार କରିଥାଏ, ପିତୃ ପୁରୁଷ ମାନେ ଯୋଉ ସ୍ତ୍ରୀ ପାଇଁ ପିଣ୍ଡ ପାଇଥାନ୍ତି, ତମେ ଆଜି ସେ ସ୍ତ୍ରୀକୁ ନିର୍ବାସିତା କରିଦେଇଛ। ଦୁଃଖ ପାଇବନି ତ ପାଇବ କିଏ? ନା ହେ ଗୁରୁଦେବ, ଏଥିରୁ ମୁକ୍ତି ପାଇବା। ତାହେଲେ ଏଥର ମୁକ୍ତି ପାଇବି କେମିତି? ମତେ ବାଟ କହିଦିଅନ୍ତୁ। ଏଇଠି କହିଦେଲେ କୁଳଗୁରୁ ବଶିଷ୍ଠ, ଗୋଟାଏ କାମ କର, ତମେ ଗୋଟାଏ ଯଜ୍ଞ କର। କହିଲେ ଗୁରୁଦେବ ଯଜ୍ଞ କରିବି, ଯଜ୍ଞ କରିବା ପାଇଁ ସ୍ତ୍ରୀ ଆବଶ୍ୟକ ରହିଛି। ଧର୍ମ କାର୍ଯ୍ୟ କରାଗଲା ବେଳେ ଯଦି ସ୍ତ୍ରୀ ପାଖରେ ନଥାଏ, ହୁଏତ ଧର୍ମ କାର୍ଯ୍ୟ ହେଇପାରେ ନା। କାରଣ ସୀମନ୍ତେ ଚ ବିବାହେ ଚ ଚତୁର୍ଥ୍ୟା ସହ ଭୋଜନେ ପ୍ରତ୍ୟେକ ଜାଗେ ମୁଖେ ଶ୍ରାଦ୍ଧେ ପତ୍ନୀ ଦିଟତି ଦକ୍ଷିଣେ। କୌଣସି ସୀମନ୍ତ କାର୍ଯ୍ୟ କଲା ବେଳେ ସ୍ତ୍ରୀ ଯଦି ପାଖରେ ନଥାଏ, ତାହେଲେ ସୀମନ୍ତ କାର୍ଯ୍ୟ ହୁଏ ନା। ବିବାହ ଯେତେବେଳେ କନ୍ୟା ଦାନ କରାଯାଏ, ହସ୍ତଗଣ୍ଠି ପରେ ଝିଅ ଡାହାଣ ପଟରେ ବସେ ଲାଜା ହୋମ କରିବା ପାଇଁ। ଚତୁର୍ଥୀ ସମୟରେ ପିତୃପୁରୁଷଙ୍କୁ ପିଣ୍ଡ ଦବା ବେଳେ, ଲାଜା ହୋମ କଲା ବେଳେ, ପୁନର୍ବିବାହ ବେଳେ ଝିଅ ଦକ୍ଷିଣ ପଟରେ ବସିଥାଏ। ଆଉ କଣ ବ୍ରତ ଯଜ୍ଞ ନାଇଁ ଶ୍ରାଦ୍ଧ ଏ ସବୁରେ ଝିଅ ଡାହାଣ ପଟରେ ବସେ, ଅର୍ଥାତ୍ ସ୍ତ୍ରୀ ଡାହାଣ ପଟରେ ବସେ। ରାମଚନ୍ଦ୍ର କହୁଛନ୍ତି ମୋ ସ୍ତ୍ରୀ ତ ନାହିଁ, ମୋ ସ୍ତ୍ରୀ ଯଦି ଡାହାଣ ପଟରେ ନ ବସିବ ଧର୍ମ କାର୍ଯ୍ୟ କରିବି କେମିତି? ତେବେ ଏଇଠି କୁଳଗୁରୁ ବଶିଷ୍ଠ ବୁଝେଇଦେଲେ, କହିଲେ ଶୁଣ, ତମେ ଯଜ୍ଞ କାର୍ଯ୍ୟ କରିବ କେମିତି? ଗଢି ସ୍ୱର୍ଣ୍ଣ ସୀତା ରାଜା, গড়ি স্বর্ণ সীতা কার্য কর সমাপন, যজ্ঞ কার্য কর সমাপন। সতে সতী ବଶିଷ୍ଠ ବୁଝେଇ ଦେଲେ, କହିଲେ ରାମ ତମେ ଗୋଟାଏ ଯଜ୍ଞ କର, ପାପନାଶନ ଯଜ୍ଞ। ଯୋଉ ପାପନାଶନ ଯଜ୍ଞରେ କି ତମେ ସୁନାର ସୀତାଟିଏ ତିଆରି କରିବ। ଏଠି ତ ରାଧା ଘର କଥା କିଛି ଅଭାବ ନାହିଁ। ହୀରା ଲୀଳା ମୋତି ମାଣିକ ଏଥିରେ ନ କହିକି ସୁନାରେ କାହିଁକି କହିଲେ? କାହିଁକି ସୁନାରେ କହିଲେ? କାରଣ ମା ସୀତା ହଉଛନ୍ତି ସ୍ୱୟଂ ଲକ୍ଷ୍ମୀ। ଲକ୍ଷ୍ମୀ ହିରଣ୍ୟବର ନାମ ହରିଣୀ ସୁବର୍ଣ୍ଣ ରଜତସ୍ରଜା ଚନ୍ଦ୍ରାମ ହିରଣ୍ମୟୀ ଲକ୍ଷ୍ମୀ ବେଦମ ଆବହ। ମା ଲକ୍ଷ୍ମୀ ନିଜେ ହଉଛନ୍ତି ସ୍ୱର୍ଣ୍ଣାଙ୍ଗୀ। ତେଣୁ ମା ଲକ୍ଷ୍ମୀ ଯେତେବେଳେ ସ୍ୱର୍ଣ୍ଣାଙ୍ଗୀ, ତେଣୁ ମା ସୀତା ସୁନାର ତିଆରି ହେବେ। ତେବେ ସୁନାର ସୀତା ତିଆରି ହେବା ପାଇଁ କାରିଗରକୁ ବଇନା ଦିଆ ହେଇଗଲା। ଯଜ୍ଞ ଦିବସ ଧାର୍ଯ୍ୟ ହେଇଗଲା, ମାଘ ମାସ ଶୁକ୍ଳ ପକ୍ଷୀୟ ପଞ୍ଚମୀ ତିଥିରେ ହବ ଯଜ୍ଞ। ସୌର୍ଯ୍ୟାୟଣ ମାସରେ
ମାଘ ମାସ 23 ଦିନରେ ହବ ଯଜ୍ଞ। ବାସ ମାଘ ମାସ 33 ଦିନରେ ଯଦି ହବ ଆର ପାଲା ବାଲା ଆସିବ ଖାଇବାକୁ ଭାଇ ହଁ ଅଣ୍ଡା ଚପ ହବ କଟ ପଡିବ ଯଜ୍ଞରେ ଅଣ୍ଡା ଚପ ତେବେ ନିମନ୍ତ୍ରଣ ପତ୍ର ଛପା ହେଇଗଲା। ନିମନ୍ତ୍ରଣ ପତ୍ର ବଣ୍ଟନ କରିବ କିଏ? ଡାକିଲେ ଲକ୍ଷ୍ମଣକୁ। ରାମଚନ୍ଦ୍ର ଡାକିଦେଲେ ଲକ୍ଷ୍ମଣକୁ, କହିଲେ ଲକ୍ଷ୍ମଣ ନିମନ୍ତ୍ରଣ ପତ୍ର ବଣ୍ଟନ କରିବ, କିନ୍ତୁ ଗୋଟାଏ କଥା ମନେ ରଖ, ସଭିଙ୍କୁ ଡାକିବୁ ଲକ୍ଷ୍ମଣ, ନ ଡାକିବୁ ହନୁ। ମୋର ଏହି ଆଜ୍ଞା ସର୍ବଦା ମନେ ରଖିବୁ। ସମସ୍ତଙ୍କୁ ନିମନ୍ତ୍ରଣ ପତ୍ର ଦବ, ହେଲେ ଜଣକୁ ଦବନି। କାହାକୁ? ସେ ହତଭାଗ୍ୟ କିଏ ନା ସେ କିଏ ଜାଣିଛ? କହୁନାହାନ୍ତି ସେ ହଉଛି ହନୁମାନ। ହନୁମାନ। ନା ଚମକି ଉଠିଲେ, ହଁ ହଁ ଚମକି ଉଠିଲେ ଲକ୍ଷ୍ମଣ। ଲକ୍ଷ୍ମଣ ଡାକିଲେ କହିଲେ ନନା ନନା କହୁଛନ୍ତି ନା ଆପଣ ଏକି କଥା କହୁଛନ୍ତି? ଯଶ୍ୱାସ ପବନେ ଶ୍ରୀରାମ ଉଠେ ଗୁଞ୍ଜାରି, ଉଠେ ଗୁଞ୍ଜାରି ସଦା ଉଠେ ଗୁଞ୍ଜାରି ରାତିରେ ସାରା हे प्रभु, ଯାହାର ଶ୍ୱାସ ପବନରେ ଆପଣଙ୍କ ନାମ ଗୁଞ୍ଜରଣ ହେଉଥାଏ, ଯାହାର ଦୃଷ୍ଟିରେ ଏ ସାରା ଜଗତଟା ସିଆ ରାମମୟ ଦେଖାଯାଏ, ଆପଣ କହୁଛନ୍ତି ସେଇ ହନୁମାନଙ୍କୁ ମୁଁ ନିମନ୍ତ୍ରଣ ଦେବିନି? ହେଇ ଏଇଟା କେତେ ଦୂର ଯୁକ୍ତିଯୁକ୍ତ? ଆପଣ ଥରୁଟିଏ ଚିନ୍ତା କଲେ, ଥରୁଟିଏ ମାତ୍ର ଚିନ୍ତା କରନ୍ତୁ। ମନୋଭିରାମ ନୟନାଭିରାମ ବିରାମ ଶ୍ରବଣ ବିରାମ ଜ୍ଞାନ ବିରାମ ଶୟନ ବିରାମ ବଚ ବିରାମ ଶ୍ରବଣ ବିରାମ ସଦା ବିରାମ ସତତ ବିରାମ ସଦା ବିରାମ ସତତ ବିରାମ ବନ୍ଦେ ସଦା ଦାସର ସୀତାରାମ। ଯାହାର ମନ କାୟ ବାକ୍ୟ ସବୁଥିରେ କେବଳ ଆପଣଙ୍କର ନାମ ଗୁଞ୍ଜରଣ ହେଉଥାଏ, ଆପଣ କହୁଛନ୍ତି ସେଇ ହନୁମାନଙ୍କୁ ନିମନ୍ତ୍ରଣ ଦେବିନି? ତେବେ ଏଇଠି ରାମଚନ୍ଦ୍ର ମୁଁ ହେଉଛି ବଡ଼ ଭାଇ ଭାଇ ନା ତୁମେ ହେଉଛ ସାନ ଭାଇ ନନା ମୁଁ ହେଉଛି ରାଜା ହେଉଛ ପ୍ରଜା ନନା ବଡ଼ ଭାଇର ଆଦେଶ ସଦା ସର୍ବଦା ସାନ ଭାଇ ମାନିବା ଉଚିତ ଯଥାଜ୍ଞା। ଅଛି ଠିକ ଅଛି, ଲକ୍ଷ୍ମଣ ରହିଲା ଚଳିଲେ ବୀର ଲକ୍ଷ୍ମଣ ଘେନି ବୁଲିଲେ ସକଳ ପୀଠ ଠାରୁ ବୁଲିଲେ ସକଳ ରହିଲା ଚାଲିଲେ ବୀର ଲକ୍ଷ୍ମଣ ନିମନ୍ତ୍ରଣ ପତ୍ର ବଣ୍ଟନ କରିବା ପାଇଁ ଚାଲିଛନ୍ତି। କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ
ନିମନ୍ତ୍ରଣ ପତ୍ର ଦେଇ ଚାଲିଛନ୍ତି କୀଟ ଠାରୁ ବ୍ରହ୍ମ ଯାଏ ନିମନ୍ତିରେ ସର୍ବାଏ ବାହିରେ ସର୍ବାଏ ପ୍ରବେଶ ଥିଲେ ଯାଇ କିସ୍କିନ୍ଦା ପଡ଼େ ନିମନ୍ତ୍ରଣ ଦେଲେ ସୁଖିବେ ନିମନ୍ତ୍ରଣ ଦେଲେ ସୁଖିବେ ହନୁମାନ ଶେଷରେ କିଷ୍କିନ୍ଦା କଟକରେ ସୁଗ୍ରୀବଙ୍କ ନିକଟରେ ନିମନ୍ତ୍ରଣ ପତ୍ର ଦେଇ ଆସିବା ପରେ ଦୃଷ୍ଟି ପଡ଼ିଗଲା ହନୁମାନଙ୍କର। ହନୁମାନ ଦେଖିଲେ କିଏ ଆଇଥିଲେ ନା କଣ ହେଲା? କିଏ ଆଇଥିଲେ ଭଦ୍ରାମୀର କଥା ଆରେ ସାନ ଠାକୁର ଆସିଥିଲେ। ସାନ ଠାକୁର ଆସିଥିଲେ ହଁ। କଣ ଗୋଟେ ଲମ୍ବାଟେ ଦେଇଗଲେ ଗୋଟାଏ ନିମନ୍ତ୍ରଣ ପତ୍ର। ମୋର କାଇଲ ଆରେ ମୁଁ ତ ସମସ୍ତଙ୍କ ନାଁ ଏଥିରେ ଦେଖୁଛି ହେଲେ ତୋ ନାଁ ନାହିଁ। ଦେଖେ ସେଇଥିରେ ମୋ ନାଁଟା ଗେଞ୍ଜି ଦେଇଥିବେ ନା ଦେଖ ହଁ ହଁ ଏଇଟା ଏଇଟା ସୁଗ୍ରୀବ, ତା ତଳକୁ ଜାମ୍ବବ, ତା ତଳକୁ ଅଙ୍ଗଦ, ତା ତଳକୁ ସୁଷେଣ, ତା ତଳକୁ କୋଉଠି କୋଉ ଭିତରେ ବସି ଦେଖା ଯାଉନାହିଁ ଛୋଟେ ନ ଛୋଟେ ର ତେବେ ହଁ ସମସ୍ତଙ୍କୁ ନିମନ୍ତ୍ରଣ ପତ୍ର ଦିଆଗଲା। ହନୁମାନ ପାଇଁ ନାହିଁ। ନା ନା ହନୁମାନଙ୍କର ମନରେ ଏଇଠି ଟିକେ ଆସିଗଲା ବିଷାଦ। ହନୁମାନ ଚିନ୍ତା କରୁଛନ୍ତି କଣ ନ କରିଛି ମୁଁ, କଣ କରିଛି ଯିଏ ପ୍ରଭୁଙ୍କ ପାଇଁ ନିଜକୁ ବିକ୍ରି କରିଦେଇଛି। ଯୋଉ ହନୁମାନ ହନୁମାନ ପ୍ରଭୁଙ୍କର ପାଦ ତଳର ଦାସ ହେଇଯାଇଛି, ସେଇ ହନୁମାନ ପ୍ରତି ପ୍ରଭୁଙ୍କର ଆଜି ଏ କି ନିଷ୍ଠୁର ଭାବ। ଏଣେ ଟିକେ କାଗଜରେ କଣ ମୋ ନାଁଟା ଲେଖି ପାରିନଥାନ୍ତେ? କାହିଁକି 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 ଆଜି ମୋ ପ୍ରଭୁ ମୋ ପ୍ରତି ଅବିଚାର କରିଛନ୍ତି? କାହିଁକି ମୋତେ ପ୍ରଭୁ ପର କରିଦଉଛନ୍ତି? ହେ ଦିନର ବାନ୍ଧବ, କାହିଁକି କାହିଁକି ତମେ ମୋତେ ପର କରିଦଉଛ? ଶ୍ରୀଚରଣେ ସ୍ଥାନ ଦିଅ ଆହି ଦୀନ ବାନ୍ଧବ ମୁତି ଆପଣାର କରି ହନୁମାନଙ୍କର ଆଖିରୁ ଧାର ଧାର ଲୋତକର ପାରିଧାରା ଝରି ପଡୁଛି। ହନୁମାନ କାନ୍ଦି କାନ୍ଦି ପ୍ରଭୁଙ୍କ ଉଦ୍ଦେଶ୍ୟରେ କହି ଦଉଛନ୍ତି, ପ୍ରଭୁ ପ୍ରଭୁ ଆହି ଦୀନ ବାନ୍ଧବ ଆପଣାର କରି ନିଅ ଆହି ଦୀନ ବାନ୍ଧବ ଆପଣାର କରି ନିଅ। କାହିଁକି ପ୍ରଭୁ ମୋତେ ଆଜି ପର କରିଦଉଛ? କାହିଁରେ କାଙ୍ଗାଳ ସଜେଇ ସବୁ କାଢ଼ି ନେଇ କାଙ୍ଗାଳ ସଜେଇ ବିଚାରରେ ସ୍ଥାନ ଦିଆ ଆହେ ଦୀନ ବାନ୍ଧବ ଆପଣାର କରି ନିଅ। ଯୋଉ ହନୁଟା ନିଜକୁ ଆପଣଙ୍କ ନିକଟରେ ବିକ୍ରି କରିଦେଇଛି, ନିଜେ ଆପଣଙ୍କର ଦାସରୁ ଦାସ ପାଲଟି ଯାଇଛି, କେମିତି କେମିତି ତାକୁ ଚରଣ ତଳୁ ଆଜି ଆପଣ ବିତାଡ଼ିତ କରିଦେଇଛନ୍ତି ପ୍ରଭୁ? କାହିଁକି ଗର୍ବ ଅଭିମାନ ହିଂସା ଦ୍ୱେଷ କାମ ସବୁ କାଢ଼ିରେ ପଦେ ଦିଅ ସ୍ଥାନ ସବୁ କାଢ଼ି ନେଇ ପଦେ ଦିଅ ସ୍ଥାନ।
ଆପଣ ଏତେ ଅବିଚାର କରିଛନ୍ତି ପ୍ରଭୁ କାହିଁକି ତାକୁ ପର କରିଦେଲେ ପ୍ରଭୁ କାହିଁକି ଆପଣାର କରିନିଅ आहे रुद्रनाथ भाବୁଛ କି ପର ପରାଣ ବନ୍ଧୁ ହେ ମୁଁ ନୁହେଁ ଅନ୍ୟର ଆଉ ପରାଣ ବନ୍ଧୁ ମୁଁ ନୁହେଁ ଅନ୍ୟର ଭାଷେ ଅଭିରାମ କୋକିଳା ଦାସୀ ଭାଷେ ଅଭିରାମ କୋକିଳା ଦାସୀ ପଦ୍ମପାଦେ ସ୍ଥାନ ଦିଆ ହେ ଧୀର ବାନ୍ଧବ ଆପଣର କରିଦିଅ ଆହେ ଧୀର ବାନ୍ଧବ ଆପଣର କରିନିଅ ଆହେ ହନୁମାନ ଚିନ୍ତା କରୁଛି କାହିଁକି ପ୍ରଭୁ କାହିଁକି ମୋତେ ଆଜି ପର କରିଦେଇଛନ୍ତି ଆପଣଙ୍କ ପାଦ ତଳର ଦାସ କରିଦିଅନ୍ତୁ ପ୍ରଭୁ ସବୁଦିନ ପାଇଁ ମୁଁ ଆପଣଙ୍କ ପାଦ ତଳର ଦାସ ହବାକୁ ଚାହେଁ ବାନ୍ଧବ ମୋତି ଆପଣର କରି ନିଅ ହେ ପ୍ରଭୁ ଇଏ ହନୁଟା ଆପଣଙ୍କର ଯଜ୍ଞ କାର୍ଯ୍ୟକୁ ଯାଇଥିଲେ ଆପଣଙ୍କର କଣ କିଛି କାର୍ଯ୍ୟ କରିନଥାନ୍ତା କାହିଁକି ପ୍ରଭୁ ଆପଣଙ୍କର କଣ ସେବା କରିନଥାନ୍ତା ପ୍ରଭୁ କାହିଁକି 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 ଆଜି ମତେ ପର କରିଦେଲ ଠାକୁରେ କାହିଁକି କାହିଁକି କାନ୍ଦୁଥିବା ହନୁମାନ ହଠାତ୍ ପରିବର୍ତ୍ତନ ହେଇଯାଇଛନ୍ତି ମୋ ପ୍ରଭୁ ଯଜ୍ଞ କରୁଛନ୍ତି ମୁଁ ହେଉଛି ତାଙ୍କର ଦାସାନୁଦାସ ଚାକର ତାଙ୍କର ଗୋଟେ ଚାକରର ଚାକର ସିଏ ମତେ କଣ ନିମନ୍ତ୍ରଣ ଦେବେ ମୁଁ ଶୁଣିଲିଣି ମାନେ ଯିବି ନା ଚଳିଲା ଚଳିଲା ଉଠିଲା ଆକାଶ ମାର୍ଗରେ ଫଲକ ମଧ୍ୟରେ ଯାଇ ଅଯୋଧ୍ୟା କଟକରେ ପହଞ୍ଚି ଯାଇଛି ତତ୍କ୍ଷଣ ମଧ୍ୟରେ ଅଯୋଧ୍ୟା କଟକରେ ପହଞ୍ଚିଗଲା ଆଉ ଅଯୋଧ୍ୟା କଟକରେ ପହଞ୍ଚି ଗଲା ବେଳକୁ ଫାଟକଟା ଅଟକ ହେଇଛି କାରଣ ସାନ ଠାକୁର ଲକ୍ଷ୍ମଣ ଦ୍ୱାରିକି କହିଦେଇଛନ୍ତି ବିନା ନିମନ୍ତ୍ରଣରେ କାହାକୁ ଭିତରକୁ ପ୍ରବେଶ କରାଇବ ନାହିଁ ହନୁମାନଙ୍କୁ ନିମନ୍ତ୍ରଣ ନାହିଁ ହନୁମାନ ଆସି ପହଞ୍ଚି ଗଲେ ଦେଖିଲେ ଫାଟକଟା ବନ୍ଦ ଅଛି ଦ୍ୱାରି ଠିଆ ହେଇଛି ଡାକିଲେ ଦ୍ୱାରି ଦ୍ୱାରି କଣ କୁହ ଦୟାକରି ମତେ ରାସ୍ତା ଛାଡ ମୁଁ ଭିତରକୁ ଯିବି ହେଇପାରିବ ଲାହି କଣ ହେଲା ଲାହି 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 ହେଇପାରିବ ଲାହି ଲାହି କହିଲି ପରା ଦ୍ୱାରି ନା କହ କହିଲି ପରା ତମେ ଗଞ୍ଜି ତାହେଲେ ତମେ ମତେ ଭିତରକୁ ଛାଡିବନି ତୁମେ ଜାଣିପାର ମତେ ଚିହ୍ନି ପାରୁଛ କଣ ମୁଁ ତୁମକୁ ଚିହ୍ନିବା କଣ ଦରକାର ତୁମେ କଣ ଦେଖିପାରୁନ କଣ ଲେଖା ହେଇଛି କଣ ଲେଖା ହେଇଛି ଉପରେ ଦେଖ ଲେଖା ହେଇଛି ଅନ୍ଦର ଆନ୍ନା ମନ୍ନା ହେ ହିନ୍ଦୀରେ ତା ତଳକୁ ଲେଖା ହେଇଛି ନୋ ଏଣ୍ଟ୍ରି नो एडमिशन ତା ତଳକୁ ଲେଖା ହେଇଛି ଖତରା ଡେଞ୍ଜର ତା ତଳକୁ ଲେଖା ହେଇଛି ଭିତରେ ପ୍ରସବ ନିଷେଧ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିବ ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ ଆଜ୍ଞା ହଁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ ରହୁଛି ନମସ୍କାର।